ପିଲାମାନେ ଆଜି ଆସ ଆମେ କୁନ୍ତଳା କୁମାରୀ ସାବତଙ୍କ ଦ୍ୱାରା ରଚିତ କାବ୍ୟ ମଣିଷ ଭାଇକୁ ପଢ଼ିବା ଏବଂ ବୁଝିବାକୁ ଚେଷ୍ଟା କରିବା। ଏହି ଭିଡ଼ିଓରେ ମଣିଷ ଭାଇ କାବ୍ୟର ପ୍ରଥମ ଭାଗ ଆଲୋଚନା କରାଯାଇଛି। କାବ୍ୟଟି ପଢ଼ିବା ପୂର୍ବରୁ ଆସ ଆମେ କବିଙ୍କ ବିଷୟରେ କିଛି ଜାଣିବା। କୁନ୍ତଳା କୁମାରୀ ସାବତ 1901 ମସିହାରେ ଜନ୍ମ ହୋଇଥିଲେ। ସେ ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ। ଓଡ଼ିଶାରେ ସେ ପ୍ରଥମ ମହିଳା ଡାକ୍ତର, ଲେଖିକା ଓ ଉପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ। ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ଭାଷାରେ ମଧ୍ୟ ଲେଖାଲେଖି କରୁଥିଲେ। ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କରେ ସେ ସମ୍ପାଦିକା ଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ବକ୍ତୃତା ଦେବା ନିମନ୍ତେ ନିମନ୍ତ୍ରିତ ମଧ୍ୟ ହୋଇଥିଲେ। ତାଙ୍କ ରଚନାବଳୀ ଅତ୍ୟନ୍ତ ସୁନ୍ଦର ଓ ମନୋରମ। ଅଞ୍ଜଳି, ଉଚ୍ଛ୍ୱାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ୱାନ, ପ୍ରେମ ଚିନ୍ତାମଣି, ଓଡ଼ିଆଙ୍କ କାନ୍ଦଣା, ଗଡ଼ଜାତ କୃଷକ, ଶେଫାଳି ପ୍ରତି, ତାରା ପ୍ରତି, ପୂଜା, ଅଭିଶପ୍ତର ଅଭିମାନ ଇତ୍ୟାଦି ଅନେକ ସୁନ୍ଦର ରଚନା, କବିତା ଏବଂ ଭ୍ରାନ୍ତି, ନଅତୁଣ୍ଡି, କାଳୀ ବୋହୂ, ରଘୁ ଅରକ୍ଷିତ, ପରଶମଣି ପରି ସୁନ୍ଦର ଉପନ୍ୟାସ ରଚନା କରି ଯାଇଛନ୍ତି। ତାଙ୍କୁ ଉତ୍କଳ ଭାରତୀ ଉପାଧିରେ ଭୂଷିତ କରାଯାଇଥିଲା। ତେଣୁ ସେ ଓଡ଼ିଶାରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ନାମରେ ଖ୍ୟାତି ଅର୍ଜନ କରିଛନ୍ତି। ଆଜି ଆସ ପଢ଼ିବା ତାଙ୍କରି ଲିଖିତ କାବ୍ୟ ମଣିଷ ଭାଇ। ଶୁଣ ହେ ମଣିଷ ଭାଇ, ଝୁରି ମରିବାକୁ ବୁଡ଼ି ମରିବାକୁ ମଣିଷ ଜନମି ନାହିଁ। ଶୁଣ ହେ ମଣିଷ ଭାଇ, ସେଠାରେ ମଣିଷକୁ ଭାଇ ଭାବେ ସମ୍ବୋଧନ କରୁଛନ୍ତି। ଏହାର କାରଣ ପ୍ରତ୍ୟେକ ମଣିଷ ସେହି ଏକମାତ୍ର ଈଶ୍ୱରଙ୍କ ଠାରୁ ସୃଷ୍ଟି। ତେଣୁ ସେ ହିସାବରେ ସମସ୍ତ ମଣିଷ ହେଲେ ଭାଇ। ସେ କହୁଛନ୍ତି, ଶୁଣ ହେ ମଣିଷ ଭାଇ, ଝୁରି ମରିବାକୁ ବୁଡ଼ି ମରିବାକୁ ମଣିଷ ଜନମି ନାହିଁ। ମଣିଷ ଜନ୍ମ ଝୁରି ମରିବାକୁ ବା ଦୁଃଖରେ ମରିବାକୁ, ବୁଡ଼ି ମରିବାକୁ ହୋଇନାହିଁ। ସତ ହତଶ୍ୱାସେ ସାରିବ ସଂସାର, ନିରାଶେ ନିବିଡ଼ ଅନ୍ଧାରେ, ଚିର ଶୃଙ୍ଖଳିତ ଲାଞ୍ଛିତ ବଞ୍ଚିତ ପୀଡ଼ିତ କଷଣ କାରାରେ। ଏଠାରେ ଶବ୍ଦ ଗୁଡ଼ିକର ଅର୍ଥ ବୁଝିବାକୁ ପିଲାମାନେ ଚେଷ୍ଟା କର। ସତ ହତଶ୍ୱାସେ ମାନେ ହତଶ୍ୱାସ ମାନେ ହତାଶର ଭାବରେ। ସତ ହତଶ୍ୱାସେ ମାନେ ଶହ ଶହ ହତାଶର ଭାବନାରେ। ସାରିବ ସଂସାର ମାନେ ସଂସାରର ଯେଉଁ ଯାତ୍ରା ତାକୁ ମନୁଷ୍ୟ ସାରିବ ବା ମଣିଷ ସାରିବ। ନିରାଶେ ନିବିଡ଼ ଅନ୍ଧାରେ, ନିରାଶେ ମାନେ ଦୁଃଖରେ ବା ଆଶାଶୂନ୍ୟ ଭାବରେ। ନିବିଡ଼ ଅନ୍ଧାରରେ ମାନେ ଘନ ଅନ୍ଧାରରେ। ଚିର ଶୃଙ୍ଖଳିତ ଲାଞ୍ଛିତ ବଞ୍ଚିତ ପୀଡ଼ିତ କଷଣ କାରାରେ। ଚିର ଶୃଙ୍ଖଳିତ ଲାଞ୍ଛିତ, ଲାଞ୍ଛିତ ମାନେ ଅପମାନିତ, ବଞ୍ଚିତ ତେଣୁ ସବୁଥିରୁ ବଞ୍ଚିତ ହୋଇ, ପୀଡ଼ିତ ମାନେ ରୋଗଗ୍ରସ୍ତ ହୋଇ, କଷଣ କାରାରେ ମାନେ ଜେଲଖାନାରେ, କାରାରେ ମାନେ ଜେଲଖାନାରେ। ଏଠାରେ କବି ଏହା କହିବା ପାଇଁ ଚେଷ୍ଟା କରିଛନ୍ତି ଯେ ମଣିଷର ଜନ୍ମ ଦୁଃଖରେ ଝୁରି ଝୁରି ମରିବା ପାଇଁ ହୋଇନାହିଁ କିମ୍ବା ହତାଶର ଭାବରେ, ନିରାଶାରେ, ଅପମାନିତ ହୋଇ, ଦୁଃଖଗ୍ରସ୍ତ ହୋଇ ମରିବା ପାଇଁ ମଧ୍ୟ ମଣିଷ ଜନ୍ମ ହୋଇନାହିଁ। ଏ ନୁହେଁ ମାନବ ନିୟତି, ଏହା ଭାଗ୍ୟ, ଏହା ନିୟତି ମାନେ ଭାଗ୍ୟ, ଏହା ମାନବର ଭାଗ୍ୟ ନୁହେଁ। ଧ୍ୱଂସର ଯାତ୍ରୀ ମୃତ୍ୟୁର ଧାତ୍ରୀ, ନୁହେଁ ଏ ବିଶାଳ ଜଗତି। ଏ ନୁହେଁ ମାନବ ନିୟତି ମାନେ ଏହା ମନୁଷ୍ୟର ଭାଗ୍ୟ ନୁହେଁ ଯେ ସେ ହତାଶରେ, ଦୁଃଖରେ, ଅପମାନିତ ହୋଇ, ରୋଗଗ୍ରସ୍ତ ହୋଇ ସେ ସଂସାରର ତାର ଯାତ୍ରା ସାରିବ। ଏବଂ ଧ୍ୱଂସର ଯାତ୍ରୀ, ସେ ଧ୍ୱଂସର ଯାତ୍ରା ସଂସାରରେ ଯେଉଁ ଯାତ୍ରା କରୁଛି ତାହା ଧ୍ୱଂସ ପଥରେ ନୁହେଁ। ମୃତ୍ୟୁର ଧାତ୍ରୀ, ଧାତ୍ରୀ ମାନେ ଧାଇ ବା ଉପମାତା। ମୃତ୍ୟୁକୁ ସଙ୍ଗ କରି ବା ମୃତ୍ୟୁର ଆଶୀର୍ବାଦ ଲୋଡ଼ା କରି ସେ ଏହି ସଂସାରର ଯାତ୍ରା ଧ୍ୱଂସ ପଥରେ ଶେଷ କରିବ। ଏ ପୃଥିବୀର ଯାତ୍ରା, ବିଶାଳ ଜଗତି, ଜଗତି ମାନେ ପୃଥିବୀ, ଏ ପୃଥିବୀର ଯାତ୍ରା ସେ ଧ୍ୱଂସ ପଥରେ ଶେଷ କରିବ। ସେଥିପାଇଁ ମଣିଷ ଜନ୍ମ ହୋଇନାହିଁ।
पुनश्च से कहते शुण हे मनीष भाई, अमृत दीप्ति संतान तुमे मरण तुमर काहीं। अमृत दीप्ति माने अमृत सदृश तेज, मरण तुमर काहीं, तुमर मरण नाही। कारण प्रत्येक मनीष निजर कीर्ति निजर गारिमा बल से यही संसार रे यही समाज रे एपरी कार्य करी जाए जे से जुग जुग पाई अमर हो जाए। सही दृष्टि रे कवि एठारे कहउचंती जे तुमे अमृतर संतान, अमृत दीप्त संतान, तुमर मरण नाही। शुण शुण नर नारी, विलासर लीला निकेतन विश्व नुहई सतत काहारी। एठारे नारी देख पिलाने हर्षई अच्छी, नारी हर्षई रहिबार कारण एठारे नर जेपरी से जेपरी नरं को संबोधन करुचंती सेपरी नारी को संबोधन करुचंती। तेणु संबोधन क्षेत्र में नारीर दीर्घई हर्षई होइथाए। एठारे से कहउचंती शुण शुण नर नारी, माने समस्त नर नारी शुण, विलासर लीला निकेतन विश्व नुहई सतत काहारी। से ए विश्व को भोग विलासर गृह, निकेतन माने गृह, से भोग विलासर लीला खेलार गृह भाव वर्णना करिसंती। एई विश्व काहार नुह, केही भी समग्र विश्व को निजर करि पार नांती। से अलेक्जेंडर हुअन्तु, से मामुद गजनी हुअन्तु, जे केही भी हुअन्तु, केही समग्र विश्व को निजर करि पार नांती। तेणु यह केवल भोग विलासर लीला खेला निकेतन, भोग विलासर लीला गृह। क्रूर अत्याचारे दळीब दुर्बले, रक्ते पिपासा समीब, नत शिरे सुखे श्रीपादे अरपी, आपना को आपे बधिब। एठारे से मनुष्यर जो कुकार्य, मनुष्यर जो दुर्गुण मान ताहाको से वर्णना करिसंती जे क्रूर अत्याचारे, क्रूर लोक मानकर अत्याचार रे दळीब दुर्बले, दुर्बल लोक दळीबे माने दुर्बल लोक अत्याचार रे दुख रे रहिबे, अत्याचार रे से दबिबे। रक्ते पिपासा समीब, पिपासा माने शोष। यही क्रूर लोक माने जो अत्याचार करिवे, दलित दुर्बल लोक मानकर रक्त रे ही सेमानकर पिपासा बा शोष शांत हेबो। समीब माने शांत हेबो। नत शिरे सुखे श्रीपादे अरपी, आपना को आपे बधिब। यापर से यह मध्य कहते जे यही जो क्रूर लोक मानकर अत्याचार यह केवल दुर्बल लोक बा दलित लोक मानकर दाबी दबाई देई सेमानकर रक्त रे शांत हेब सिना। सेमाने नत शिरे सुखे, नत माने नईथिबा शिरे सुखे, सेमाने निजे निजर मुंड नुआई श्रीपादे अरपी, आपना को आपे बधिब। सेही लोक मनुष्य जाति जेबे दुर्गति आड़क गति करिवो, जेबे से दुर्गुण भरा मनुष्य जाति समाज जेतले स्खलित हेबो, सेतेबेले से निजे ही निजे मुंड नुआई आपना को आपे बधिब। आपना सही मनुष्य पाद तले श्रीपादे अरपी, मनुष्य पादरे निजर मुंड को नुआई निजको निजे ही से आत्महत्या करिवो, निजको निजे जे बध करिवार बाट से सेठरे देखाई देव। किंतु ए नुहे विधाता विचार, एहा विधातार विचार नुहे। ध्वंसर यात्री मृत्युर धात्री, नुहे ए सुंदर संसार। सेठारे कहते जे मनुष्यर जो दुर्गुण दुष्कर्म यह ध्वंस पथरे मनुष्य को नहीं जाए, किंतु यह विधातांकर विचार नुहे, यह ईश्वरंकर सृष्टि नुहे। ध्वंसर यात्री मृत्युर धात्री, पुनश्च से कहते ध्वंसर यात्री मृत्युर धात्री, ध्वंस पथर यात्री हवा पाई, ध्वंस पथर यात्रा करिवा पाई, किंबा मृत्युर धात्री मृत्यु को सहचर करिवा पाई, मृत्यु को धाई करिवा पाई, मृत्यु को निजर उपमाता करिवा पाई ए संसार सृष्टि होई नाही, ए मनुष्य जाति सृष्टि होई नाही। पिला माने आजि पई एतिकी। परवर्ती अध्याय रे आमे एही काव्यटी को पुनश्च आलोचना करी यह विषय रे किसी सुंदर मंतव्य देखिबा एवं कवि यह द्वारा मनुष्य जाति को केउ उपदेश देवा पई चेष्टा करिसंती ताहा आमे एही काव्य माध्यम रे बुझिबा पई चेष्टा करिबा। धन्यवाद।